କାହିଁ ଯଦି ଆପଣଙ୍କର ମନୋଭାବ ଥିବ ଯେ ମହିଳା ମାନେ ଆଗକୁ ଆସନ୍ତୁ ବୋଲି ତାହେଲେ ଦବାରେ ଅସୁବିଧା କଣ ହଉଛି? ମୁଁ ଜାଣିନି କିଏ କଣ କହୁଛନ୍ତି, ତାଙ୍କୁ ଟିକେ ଆପଣ ପଚାରିବେ। ସିଏ ଆଜି ଯାହା ହେଇଛନ୍ତି ସେ ବିଜୁ ଜନତା ଦଳ ପାଇଁ ହେଇଛନ୍ତି କି ନାଇଁ, ନବୀନ ବାବୁଙ୍କ ପାଇଁ ହେଇଛନ୍ତି କି ନାଇଁ। ମହିଳା ସଶକ୍ତିକରଣକୁ ଯଦି ଆପଣ ପ୍ରକୃତ ପକ୍ଷରେ କିଏ ଜଣେ ଲାଗୁ କରିଥିବ ଏବଂ ସତରେ ଚାହୁଁଥିଲା ସିଏ ହଉଛନ୍ତି ସ୍ୱର୍ଗତ ବିଜୁ ପଟ୍ଟନାୟକ। ମୁଁ ଯଦି କହିବି ମୁଁ ଆଜି ମେୟର ହେଇଛି ଭୁବନେଶ୍ୱରର, that is only because of ବିଜୁ ଜନତା ଦଳ। ମହିଳାଙ୍କୁ ବହୁତ ଭଲ ପାଉଥିଲେ, ମହିଳାଙ୍କୁ ଆଗକୁ ବଢିବା ପାଇଁ ସେଇ ସବୁ କିଛି ଆରମ୍ଭ କରିଥିଲେ। ଆଜି ଅବସର ଆପଣ କେମିତି ଦେଖୁଛନ୍ତି? ମହିଳା ସଶକ୍ତିକରଣକୁ ଯଦି ଆପଣ ପ୍ରକୃତ ପକ୍ଷରେ କିଏ ଜଣେ ଲାଗୁ କରିଥିବ ଏବଂ ସତରେ ଚାହୁଁଥିଲା ସିଏ ହଉଛନ୍ତି ସ୍ୱର୍ଗତ ବିଜୁ ପଟ୍ଟନାୟକ। ଆଜି ତାଙ୍କର ତିରୋଧାନ ଦିବସରେ ସେଇ ମହାନ ଜନନାୟକଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି ଏବଂ ଜଣେ ମହିଳା ହିସାବରେ ଏତିକି କହିବି, ଆଜି ଯଦି ଓଡ଼ିଶାରେ ମହିଳାମାନେ ରାଜନୀତି କ୍ଷେତ୍ରରେ ନିଜର ପାଦ ଥାପି ପାରିଛନ୍ତି, ନିଜକୁ ପ୍ରୁଭ୍ କରିପାରିଛନ୍ତି, ଦ୍ୟାଟ୍ ଇଜ୍ ଓନ୍ଲି ବିକଜ ଅଫ୍ ହିମ୍। ଆଉ ଗୋଟେ କଥା କହିବି, ଯେତେବେଳେ 73rd ଆମେଣ୍ଡମେଣ୍ଟ ହେଇନଥିଲା ସେତେବେଳେ ବିଜୁ ପଟ୍ଟନାୟକ 33% ରିଜର୍ଭେସନ ଦେଇଥିଲେ। ଖାଲି ସେତିକି ନୁହେଁ, ମହିଳା ବିକାଶ ନିଗମ ଠାରୁ ଆରମ୍ଭ କରି ଆଜି ଯଦି ମହିଳା କମିଶନ ଦେଖୁଛନ୍ତି, ସେ କମିଶନ ପର୍ଯ୍ୟନ୍ତ ସେତେବେଳେ ସେ ପ୍ରତିଷ୍ଠା କରିଥିଲେ। ଆଉ ସେ ସବୁବେଳେ କହୁଥିଲେ ଯଦି ମହିଳାଟିଏ ଘର ଠିକ ଭାବରେ ଚଳେଇ ପାରୁଛି ଏ ଦେଶକୁ ମଧ୍ୟ ଚଳେଇ ପାରିବ। ସେ ବିଶ୍ୱାସ ତାଙ୍କର ଥିଲା ଆଉ ସେ ବିଶ୍ୱାସ ଆଧାରରେ ସେ 33% ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରେ ରିଜର୍ଭେସନ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଦେଶ ତାକୁ ସାମ୍ବିଧାନିକ ଭାବରେ ଯୋଉ ନୀତି ନିୟମ ଭିତରେ ମ୍ୟାଣ୍ଡେଟୋରି କଲେ। କିନ୍ତୁ ମ୍ୟାଡାମ ଯୋଉ ଦଳ ତାଙ୍କ ନାଁରେ ଗଢି ଉଠିଛି ବିଜୁ ଜନତା ଦଳ, ତାଙ୍କ ଆଦର୍ଶ ଗଢି ଉଠିଛି, ବାସ୍ତବିକ ଦଳରେ ପରେ ଆଦର୍ଶ ନାହିଁ ବୋଲି ଅଭିଯୋଗ ଆସୁଛି। କାରଣ 24 ବର୍ଷରେ ନା ମହିଳା ମୁଖ୍ୟମନ୍ତ୍ରୀ ହେଇପାରିଲେ ଦଳରୁ, ନା କୌଣସି ଟପ୍ ପୋଜିସନ କୁ ଯାଇପାରିଲେ। ଏଭଳି ସିଧାସଳଖ ଅଭିଯୋଗ ଆଣିଛନ୍ତି ଆପଣ ଜଣେ ପୂର୍ବତନ ଦଳରେ ଥିବା ନେତ୍ରୀ, ସିଧାସଳଖ ଏଭଳି ଅଭିଯୋଗ ଆଣିଛନ୍ତି। ଆଜ୍ଞା, ଦୁଃଖର କଥା, ମୁଁ ଜାଣିନି କିଏ କଣ ଦେଖନ୍ତୁ କିଏ କଣ କହୁଛନ୍ତି ମୁଁ ଜାଣିନି। ମୁଁ କେବଳ ତାଙ୍କୁ ଏତିକି କହିବି ଯେ ସିଏ ଆଜି ଯାହା ହେଇଛନ୍ତି, ଯୋଉ ବ୍ୟକ୍ତି ବିଶେଷଙ୍କ କଥା ଆପଣ କହିଲେ, ସିଏ ଆଜି ଯାହା ହେଇପାରିଛନ୍ତି ସେଇଟା କେବଳ ବିଜୁ ଜନତା ଦଳ ପାଇଁ। ଆପଣ ଦେଖିବେ, ଆଜି ମୁଁ ଯଦି କହିବି ମୁଁ ଆଜି ମେୟର ହେଇଛି ଭୁବନେଶ୍ୱରର, ଦ୍ୟାଟ୍ ଇଜ୍ ଓନ୍ଲି ବିକଜ ଅଫ୍ ବିଜୁ ଜନତା ଦଳ। ବିଜୁ ଜନତା ଦଳ କେବଳ ମହିଳା ମାନଙ୍କୁ ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ କରିନାହାନ୍ତି, ସେ ରାଜନୈତିକ ସ୍ତରରେ, ସାମାଜିକ ସ୍ତରରେ ତାଙ୍କୁ ପ୍ରତିଷ୍ଠିତ କରିଛନ୍ତି। ବିଭିନ୍ନ ପଦପଦବୀ, ଆପଣ 33% ରିଜର୍ଭେସନ ବିଜୁ ବାବୁ ଦେଇଥିଲେ ପଞ୍ଚାୟତ ରାଜ ବ୍ୟବସ୍ଥା, ତାକୁ 50% କରିଥିଲେ ନବୀନ ବାବୁ ବିଜୁ ଜନତା ଦଳରେ। ଆଉ ତା ସହିତ ଅଘୋଷିତ ଭାବରେ ଆପଣ ଦେଖନ୍ତୁ, ଯେତେବେଳେ 33% ରିଜର୍ଭେସନ ପାର୍ଲାମେଣ୍ଟ ଏବଂ ମାନେ ଲୋକସଭା ଏବଂ ବିଧାନସଭାରେ ହବ ବୋଲିକି ଏବେ ଚର୍ଚ୍ଚା ଚାଲିଛି, ତାର ବହୁ ପୂର୍ବରୁ ସେ 33% ରିଜର୍ଭେସନ ହବା ପାଇଁ ଚାହିଁଥିଲେ। 2010ରେ ଏଠୁ ସର୍ବସମ୍ମତି କ୍ରମେ ପାସ୍ କରିକି ଓଡ଼ିଶା ହଉଛି ପ୍ରଥମ ରାଜ୍ୟ ଯିଏକି ପଠେଇଥିଲା ଏବଂ ତାର ଗୋଟେ ସବୁ ନେତା ମାନଙ୍କୁ, ସିନିୟର ନେତା ମାନଙ୍କୁ ବାହାର ରାଜ୍ୟକୁ ପଠେଇକି ଗୋଟେ କନସେନସସ୍ ତିଆରି କରିବା ପାଇଁ ଚେଷ୍ଟା କରିଥିଲା। ଆଉ ତା ସହିତ ଦଳରେ ତାଙ୍କର ଯେହେତୁ ମନୋଭାବ ଥିଲା ମହିଳା ମାନେ ଆଗକୁ ଆସନ୍ତୁ, ପଲିସି ଡିସିସନ ମେକିଂ ରେ ତାଙ୍କର ପାର୍ଟିସିପେସନ ବଢୁ, ସେ କଥାକୁ ସାବ୍ୟସ୍ତ କରିବା ପାଇଁ ସେ ଦଳରେ 33% ମାନେ ଯୋଉ ଟିକେଟ ମଧ୍ୟ ଦେଇଥିଲେ, ସେ ବିଧାନସଭା ହଉ ବା ଲୋକସଭା ହଉ। କାହିଁ ଯଦି ଆପଣଙ୍କର ମନୋଭାବ ଥିବ ଯେ ମହିଳା ମାନେ ଆଗକୁ ଆସନ୍ତୁ ବୋଲି, ତାହେଲେ ଦବାରେ ଅସୁବିଧା କଣ ହଉଛି? ମୁଁ ଜାଣିନି କିଏ କଣ କହୁଛନ୍ତି, ତାଙ୍କୁ ଟିକେ ଆପଣ ପଚାରିବେ। ସିଏ ଆଜି ଯାହା ହେଇଛନ୍ତି ସେ ବିଜୁ ଜନତା ଦଳ ପାଇଁ ହେଇଛନ୍ତି କି ନାଇଁ, ନବୀନ ବାବୁଙ୍କ ପାଇଁ ହେଇଛନ୍ତି କି ନାଇଁ। अरे वाओ अनु, केते सुंदर ड्राइंग बनेछु। एटा कौन बनेछु? एरा मु, एरा बापा, एरा बो, एरा जेजे बापा, एरा जेजे माँ। वाओ, औ एटा कोन हम फैमिली डॉक्टर? हाँ बो, एरा हम फैमिली हॉस्पिटल। रंग बदलिछि, रूप बदलिछि, हेले आपणक संपर्क बहुत पुराना। खाली ओडिशार नुह, पूर्व भारतर 50 लाख परिवार भरोसा, आमर अत्याधुनिक कौशल एवं अद्वितीय सेवा। 27 वर्षर संपर्क आमको करि परिछि आपणक निजर फैमिली हॉस्पिटल। थैंक यू डॉक्टर।
ଅନୁପରି ଅନେକ ପିଲାଙ୍କ ଧନ୍ୟବାଦ ଆମ ପାଇଁ ଅମୂଲ୍ୟ ଉପହାର।